ମୁଁ ଡକ୍ଟର କାଳୀପ୍ରସାଦ ମିଶ୍ର ସିନିୟର କନସଲଟାଣ୍ଟ ୟୁରୋଲୋଜି ଉତ୍କଳ ହସ୍ପିଟାଲ ଭୁବନେଶ୍ୱରରୁ କହୁଅଛି। ମୋର ଆଜି କହିବାର ଉଦ୍ଦେଶ୍ୟ ହେଲା ପ୍ରୋଷ୍ଟେଟ୍ କ୍ୟାନ୍ସର ବିଷୟରେ ଲୋକମାନଙ୍କର କିଛି ଜାଣିବା ଦରକାର। ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ଏକ ସେକ୍ସ ଗ୍ଲାଣ୍ଡ ଯାହା ପରିସ୍ରା ଥଳିର ମୁହଁ ପାଖରେ ଥାଏ। ଏହା କେବଳ ପୁରୁଷମାନଙ୍କ ପାଖରେ ଥାଏ। 40ରୁ 50 ବର୍ଷ ପର୍ଯ୍ୟନ୍ତ ଏହା ବଢ଼ିବାର ସମ୍ଭାବନା ନଥାଏ। 50 ବର୍ଷ ପରେ ଏହା ଧୀରେ ଧୀରେ ବଢ଼େ, କାରଣ ବଡ଼ିର ହରମୋନ୍, ବୟସ ଏବଂ ଏନଭାୟରମେଣ୍ଟାଲ କଣ୍ଡିସନ୍ ଲାଇକ୍ ଖାଇବା ପିଇବା, ମାଦକ ଦ୍ରବ୍ୟ ଏବଂ ଶାରୀରିକ ଗଠନ ସହିତ ସମ୍ପର୍କ ଥାଏ। ଏବଂ ଜେନେଟିକ୍ସ ମଧ୍ୟ ପ୍ରୋଷ୍ଟେଟ୍ ବଢ଼ିବାର ଏକ କାରଣ ହୋଇଥାଏ। ପ୍ରୋଷ୍ଟେଟ୍ ବଢ଼ିଲେ ଏହା ଦୁଇ ଆଡ଼କୁ ବଢ଼ିଥାଏ। ପ୍ରୋଷ୍ଟେଟ୍ ବଢ଼ିକିରି ପରିସ୍ରା ବନ୍ଦ କରେ। ଅନେକ ଲୋକଙ୍କର ଏହିପରି ହୋଇଥାଏ। ଆଉ କେତେ ଜଣଙ୍କର ପ୍ରୋଷ୍ଟେଟ୍ କ୍ୟାନ୍ସର ଆଡ଼କୁ ବଢ଼େ। ଆମେ ବେଶୀ ଚିନ୍ତାରେ ପଡ଼ୁ ଯେତେବେଳେ ପ୍ରୋଷ୍ଟେଟ୍ କ୍ୟାନ୍ସର ଆଡ଼କୁ ବଢ଼େ। ରୋଗୀର କୌଣସି ପ୍ରକାର ସମସ୍ୟା ଯେମିତି ରାତିରେ ବହୁତ ଥର ଉଠିବା, ଘନ ଘନ ହେବା, ପରିସ୍ରା ପୋଡ଼ିବା, ପରିସ୍ରାରେ ରକ୍ତ ପଡ଼ିବା ଏବଂ ସହବାସରେ ଅସୁବିଧା ହେବା, ଏସବୁ ଅସୁବିଧା ହେଲେ ରୋଗୀ ୟୁରୋଲୋଜିଷ୍ଟ ପାଖକୁ ଆସିବା ଦରକାର। ଆମେ ପ୍ରଥମେ କେତୋଟି ସାଧାରଣ ପରୀକ୍ଷା କରୁ, ଯେପରି ୟୁରିନ୍ ପରୀକ୍ଷା, ଅଲ୍ଟ୍ରାସାଉଣ୍ଡ ଆଉ ମଳଦ୍ୱାର ଡିଜିଟାଲ ରେକ୍ଟାଲ ଏକ୍ଜାମିନେସନ୍ କିମ୍ବା ପ୍ରୋଷ୍ଟେଟ୍ର ଆଙ୍ଗୁଠି ଦ୍ୱାରା ଏକ୍ଜାମିନେସନ୍ କରୁ। ଆଉ କେତେକ ଟେଷ୍ଟ ଲାଇକ୍ ସିରମ୍ PSA ଏବଂ ୟୁରୋଫ୍ଲୋ ଷ୍ଟଡି ଆମକୁ ସାହାଯ୍ୟ କରେ ପ୍ରୋଷ୍ଟେଟ୍ କ୍ୟାନ୍ସର ରୋଗୀରେ ହେଇଅଛି କିମ୍ବା ରୋଗୀ ପ୍ରୋଷ୍ଟେଟ୍ ଗ୍ରନ୍ଥିର ବୃଦ୍ଧି ଯୋଗୁଁ ପରିସ୍ରାର ସମସ୍ୟା ସୃଷ୍ଟି ହେଉଛି। ଯଦି ଅଲ୍ଟ୍ରାସାଉଣ୍ଡ, PSA ଏବଂ ଡିଜିଟାଲ ରେକ୍ଟାଲ ଏକ୍ଜାମିନେସନ୍ ବା ଆଙ୍ଗୁଠି ଦ୍ୱାରା ପରୀକ୍ଷା କରିବାରୁ ଜଣାପଡ଼ିଲା ପ୍ରୋଷ୍ଟେଟ୍ କ୍ୟାନ୍ସର ହେବାର ସମ୍ଭାବନା ଅଧିକା, ତେଣୁ ଆମେ ସ୍ଥଳ ବିଶେଷରେ କିଛି ବୃହତ୍ ପରୀକ୍ଷା କରୁ ଲାଇକ୍ MPMRI ଏବଂ ବାୟୋପ୍ସି। ବାୟୋପ୍ସି ଦ୍ୱାରା ଆମେ ଜାଣିପାରୁ ପ୍ରୋଷ୍ଟେଟ୍ କ୍ୟାନ୍ସର କେଉଁ ପ୍ରକାରର ହେଇଛି, ପ୍ରୋଷ୍ଟେଟ୍ କ୍ୟାନ୍ସରର ଗ୍ରେଡ୍ କ'ଣ ଏବଂ ପ୍ରୋଷ୍ଟେଟ୍ କ୍ୟାନ୍ସର ଅନ୍ୟ କେଉଁ ଜାଗାକୁ ଇନଭଲ୍ଭ ହେଇଛି କି ନାହିଁ। ଆଜିକାଲିର ଚିକିତ୍ସା ବହୁତ ଆଧୁନିକ ଏବଂ ରୋଗୀର କଷ୍ଟ ମଧ୍ୟ କମ୍। ତେଣୁ ଆମେ ସମସ୍ତେ 50 ବର୍ଷ ପରେ କୌଣସି ପ୍ରକାର ପରିସ୍ରାର ସମସ୍ୟା ହେଲେ ଆମେ ଅବହେଳା ନ କରି ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା ଗୁଡ଼ିକ କରାଇ ନେବା ଦରକାର। ଏତିକି ମୋର ଜନସାଧାରଣଙ୍କୁ ଅନୁରୋଧ।